ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀ ପୀଠ ହୋଇ ଉଠେ ଚଳଚଞ୍ଚଳ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ସମାଗମ ହୁଏ। ଆଜି ତୃତୀୟ ପାଳିରେ ମାଙ୍କୁ ଦର୍ଶନ କରିବା ପାଇଁ ବହୁ ଭକ୍ତମାନଙ୍କର ସମାଗମ ହୋଇଛି। ଆମେ এই ଦୃଶ୍ୟ ମୋ କ୍ୟାମେରାମ୍ୟାନକୁ ଅନୁରୋଧ କରିବି ମାଙ୍କର এই ଚିତ୍ରକୁ ଦେଖିବା, ସିଧାସଳଖ ତାଙ୍କ ସହିତ এই ଯେଉଁମାନେ ଅଛନ୍ତି ସେମାନଙ୍କ ସହିତ ଆଲୋଚନା କରିବା। କ'ଣ କହିବେ, ଯେହେତୁ ସକାଳୁ ସକାଳୁ ମାଙ୍କର ପୀଠରେ ଭକ୍ତଙ୍କ ସମାଗମ ହୋଇଛି, ଆପଣମାନେ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସୁଛନ୍ତି। କେତେ ଭକ୍ତ ପ୍ରାୟ ଆସୁଛନ୍ତି? ଲକ୍ଷ ଲକ୍ଷ ଭକ୍ତ ଆଜ୍ଞା, ଲକ୍ଷ ଲକ୍ଷ ଭକ୍ତ ପୁରା। କେତେ ସକାଳୁ ଆସୁଛନ୍ତି? 4ଟା ବେଳେ। ନିଶ୍ଚିତ ଭାବରେ ଭକ୍ତମାନଙ୍କର ସମାଗମ ହୋଇଛି ଏବଂ ମାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ଆସୁଛନ୍ତି ସକାଳୁ ମାଙ୍କୁ ଦର୍ଶନ କରିବା ପାଇଁ। କ'ଣ କହିବେ, ଯେହେତୁ ସକାଳୁ ଜୟ ମା ତାରାତାରିଣୀ, ଜୟ ମା ତାରାତାରିଣୀ, ସମସ୍ତ ଭକ୍ତଙ୍କ ମନୋକାମନା ପୂର୍ଣ୍ଣ ହଉ ମା। ଯେହେତୁ କେତେ ସକାଳୁ ଲୋକମାନେ ଆସୁଛନ୍ତି ଆଜି? ପ୍ରାୟ ରାତି 3ଟାରୁ ଲୋକମାନେ ଏଠିକି ଆଗମନ ହେଉଛନ୍ତି। ମାଙ୍କର ପ୍ରବଳ ଭିଡ଼ ହୋଇଛି ଆଉ ସମସ୍ତେ ଦର୍ଶନ କରି ଯାଉଛନ୍ତି ମାଙ୍କୁ। ଆଜି ମାଙ୍କର କି ବେଶ? ଆଜି ମାଙ୍କର ସରସ୍ୱତୀ ବେଶ ହୋଇଛି। ମା ତାରାତାରିଣୀଙ୍କର ସରସ୍ୱତୀ ବେଶ ହୋଇଛି। ତୃତୀୟ ପାଳି ମଙ୍ଗଳବାର ମା ତାରାତାରିଣୀଙ୍କର ସରସ୍ୱତୀ ବେଶ ହୋଇଛି। ବହୁ ରାଜ୍ୟରୁ ପୋଲିସ ପ୍ରଶାସନ ବହୁତ ଭଲ ଚାଲିଛି। ମାଙ୍କ ଦ୍ୱାରା ସବୁ ଭଲରେ ଚାଲିଛି। ମାଙ୍କ ଆଶୀର୍ବାଦରୁ ଭଲରେ ରହିବ। ଜୟ ମା ତାରାତାରିଣୀ। ନିଶ୍ଚିତ ଭାବରେ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ଯେଭଳି ମାଙ୍କର ଦର୍ଶନ କରିପାରିବେ ତାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଯେହେତୁ ତୃତୀୟ ପାଳି ରହିଛି, ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସୁଛନ୍ତି ମାଙ୍କର ଟିକେ ଦର୍ଶନ କରିବା ପାଇଁ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରୁ ମଧ୍ୟ ବ୍ୟବସ୍ଥା ରହିଛି। ମା ରାମଚଣ୍ଡୀ ସ୍ୱେଚ୍ଛାସେବୀ ସଂଗଠନ କୁହନ୍ତୁ, ବିଭିନ୍ନ ସଂଗଠନର ଲୋକମାନେ ଅଛନ୍ତି ଏବଂ ମାଙ୍କୁ ଦର୍ଶନ କରିବା ପାଇଁ ଯେଉଁ ଭକ୍ତମାନଙ୍କର ବ୍ୟାକୁଳ ଅଛି, ନିଶ୍ଚିତ ଭାବରେ ମା ସମସ୍ତ ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ସମସ୍ତଙ୍କୁ ଘଣ୍ଟ ଗୋଡ଼ରେ ରଖିଥାଉ, ସମସ୍ତଙ୍କର ମଙ୍ଗଳ ହେଉ। ତାରାତାରିଣୀ ପୀଠରୁ ସନ୍ତୋଷ ମିଶ୍ରଙ୍କ ରିପୋର୍ଟ, ଭାଗ୍ୟପ୍ରଭା ନ୍ୟୁଜ୍।